ଆପଣଙ୍କର ନାମ? ସୁବାସ ମାଲିକ। ଆମେ ଶୁଣିବାକୁ ପାଇଲୁ ରେଲୱେ ପୋଲିସ କୋରାପୁଟ ରେଲୱେ ଷ୍ଟେସନ ଠାରୁ ଆପଣଙ୍କର ପନିପରିବା ଫୋପାଡ଼ି ବାହାରେ ଫିଙ୍ଗିଥିଲେ, ତାର କାରଣ କ'ଣ? ତାର କାରଣ ହେଲା ଆଜ୍ଞା, ଆମେ ସୁକୁରୁ ଆସୁଥିଲୁ, ସୁକୁରୁ ଖରାପୁଟ ଏକ ଷ୍ଟେସନ ଆଇଲାରୁ ସେ କହିଲା ପଇସାରୁ ସେ 500 ଟଙ୍କା ଗୋଟେ ଦିଅ ବୋଲି କହିଲା। ତେବେ ଆମେ କହିଲୁ ଯେ ଟିକେଟ୍ ତ ଅଛି, ଆମେ 20 ଟଙ୍କା ଲେଖା ଦେବୁ ବୋଲି କହିଲୁ। ସେ ସେଟା ପାଇଁ ବୋଲି ଆସିକରି କୋବିଟା ଛାପଡ଼ି ଦେଲେ। ହେଲେ ରାସ୍ତାରେ ଫିଙ୍ଗିଲା ପରେ କିଏ ଗୋଟାଇଲେ, କାଢ଼ି କିଏ ରଖିଲେ? ସେଟାରୁ କିଏ କାଢ଼ାକୁଡ଼ି ନାଇଁନି, ସେମିତିଆ ଥିଲା। ସେ ଏମିତି ସିଜ୍ କରିବି କିସ୍ କରିବି ବୋଲି ଏମିତି ତ କହିଲା। ଧମକ ଚମକ ଦେଲେ? ହଁ, ଧମକ ଦେଲା। ସେମିତି ଥନା ହେଲେ ଦେବି ବୋଲି କହିଲି। କେତେ ଜଣ ଆସୁଥିଲେ ଟ୍ରେନରେ? ଆମେ 20 ଜଣ ଆସିଥିଲୁ। 20 ଜଣ? ହଁ, 20 ଜଣକୁ 4ଟା ଅଟୋରେ, ଗୋଟେ 2 ଅଟୋରେ ସେଟା ଥିଲା। ସେଠି ସେ ଲୋକ କିଛି କରେ ନାହିଁ, ଗୋଟେ ଅଟୋର ସବୁ ଫୋପାଡ଼ି ଦେଲା। ଆପଣ ଟିକେଟ୍ କରି ଆସିଥିଲେ ନା ବିନା ଟିକେଟ୍ରେ ଆସୁଥିଲେ? ନାଇଁ, ଟିକେଟ୍ କରି ଆସିଥିଲି। ଆପଣଙ୍କର ଟିକେଟ୍ଟା ଦେଖାନ୍ତୁ। ଏଇଠି ଆପଣ କ'ଣ ସେ ପୋଲିସର ନାମ ଜାଣିଛନ୍ତି? ନାଇଁ ସାର୍, ଜାଣୁନାହିଁ।